যে জগন্নাথଙ୍କୁ ନେଇ ରାଜନୀତି କରି ସେ ବିଦାୟ ହେଇଛି। ଆସନ୍ତା ନିର୍ବାଚନ ତୁମେ ବିଦାୟ ହେଇକି ଯିବ, ଅପେକ୍ଷା କର। ଈଶ୍ୱର ବଦନାମ କରିବା ପାଇଁ ଯୋଉ ଷଡ଼ଯନ୍ତ୍ର ମମତା ବାନାର୍ଜୀ ତୁମେ କରିଛ, ତାର ଜବାବ ଦେବେ ଜଗନ୍ନାଥ। ହଜାର ମମତା ଆସିକି ଯିବେ, ଧୂଳି ହେଇଯିବେ। ଆସନ୍ତା ଭୋଟରେ ଅପେକ୍ଷା କରନ୍ତୁ। ଆମ ସମସ୍ତଙ୍କର ଠାକୁର ଦେବତା ହେଲେ ଗଜପତି ମହାରାଜ, ଲକ୍ଷ ରାଜାର ମୌଡ଼ମଣି। ଜଗନ୍ନାଥଙ୍କ ଦର୍ଶନ ପରେ ପୁରୀ ରାଜାଙ୍କ ଦର୍ଶନ ଆମେ କରୁ। ଦ୍ୱିତୀୟ ଜଗନ୍ନାଥ ସେ କାଲି ଷ୍ଟେଟମେଣ୍ଟ ଦେଇଦେଲା ପରେ ଆଉ କିଛି ଦରକାର ନାହିଁ। ସେ କହିଛନ୍ତି ପୁରୀ ଧ୍ୟାନ, ପୁରୀ ଧ୍ୟାନ। ଦୀଘା ମନ୍ଦିର ମନ୍ଦିର। ମୁଁ ପୃଥିବୀରେ ବହୁ ଦେଶ ଯାଇଛି, ଜର୍ମାନ, ଫ୍ରାନ୍ସ, ଆମେରିକା, ଇଂଲଣ୍ଡ, ସବୁଠି ଜଗନ୍ନାଥ ମନ୍ଦିର ଅଛି। ଓଡ଼ିଶାର ପ୍ରତି ଗାଁରେ ଜଗନ୍ନାଥ ମନ୍ଦିର ଅଛି। ଭୁବନେଶ୍ୱରରେ 30ଟା ଜଗନ୍ନାଥ ମନ୍ଦିର ଅଛି। ମନ୍ଦିର ହେଇପାରିବ, କିନ୍ତୁ ପଥରରେ ମୂର୍ତ୍ତି ହେଇପାରିବନି। ପଥରରେ ମୂର୍ତ୍ତି ହେଇପାରିବନି। ନାଇଁ ନାଇଁ, ଜଗନ୍ନାଥ ଯେ ଜଗନ୍ନାଥଙ୍କୁ ନେଇ ରାଜନୀତି କରି ସେ ବିଦାୟ ହେଇଛି। ବିଜେଡି ଗଲା, ମମତା ବାନାର୍ଜୀ ଯିବ। ଦୀଘାର ମନ୍ଦିର କଲ, ଆପତ୍ତି ନାହିଁ। ତେବେ କହୁଛ କଣ ନା ଜଗନ୍ନାଥ ଧ୍ୟାନ ପୁରୀ କି ଛାଡ଼ି ହେଇପାରେ ନା। ଗଜପତି ମହାରାଜ କ୍ଲିୟର କରିଦେଇଛନ୍ତି। ଏବଂ ମନ୍ତ୍ରୀ ଧନ୍ୟବାଦ ପୃଥ୍ୱୀରାଜ ହରିଚନ୍ଦନ ଅନୁସନ୍ଧାନ କରି କୌଣସି ଦାରୁ ଯାଇନି, ଗୋଟା ଫଲ୍ସ ଷ୍ଟକ୍। କୌଣସି ପ୍ରମାଣ ଯାଇନି, ଗୋଟା ଫଲ୍ସ ଷ୍ଟକ୍। ରସଗୋଲା ଓଡ଼ିଶାର ଜଗନ୍ନାଥଙ୍କର। ଯେତେବେଳେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଯାଆନ୍ତି ରଥରେ, ମା ଲକ୍ଷ୍ମୀକି ନେଇ ନଥିଲେ, ତେଣୁ ୱାପସ ଆସନ୍ତି, ଲକ୍ଷ୍ମଣ ସହିତ ଝଗଡ଼ା କରିଥିଲେ। ସେଇଠି ରସଗୋଲା ସୃଷ୍ଟି କରି ଲକ୍ଷ୍ମୀକି ଦେଇ ସନ୍ତୁଷ୍ଟ କରିଥିଲେ। ତେଣୁ ସେଇ ଜଗନ୍ନାଥ ମନ୍ଦିର ରସଗୋଲା ଆରମ୍ଭ। ତାକୁ ବେଙ୍ଗଲୀ ମାନେ ଦେଖି କହୁଛନ୍ତି ଆମର। ମମତା ବାନାର୍ଜୀ ପାଗଳ ହେଇଯାଇଛନ୍ତି। ଟୋକା ବେଳେ ମୋ ସାଥିରେ ଯୁବ କଂଗ୍ରେସରେ ଥିଲେ। ସେ ବାରମ୍ବାର ଜଗନ୍ନାଥଙ୍କ ଗୋଡ଼ ତଳେ ପଡ଼ିକି ସେ ମୁଖ୍ୟମନ୍ତ୍ରୀ ହେଇଛନ୍ତି। ଯୋଉ ମୁଖ୍ୟମନ୍ତ୍ରୀ ହେଇ ଦୀଘାର ମନ୍ଦିର କଲେ ଅଭିନନ୍ଦନ, କିନ୍ତୁ ଯୋଉ କହିଲେ ଧ୍ୟାନ ହବ, ଜଗନ୍ନାଥ ଧ୍ୟାନ, ରାଜା କାଉଣ୍ଟର କରିସାରିଲେଣି। ଆଉ ମୁଁ କହିବାଟା ଉଚିତ ନୁହଁ। ସରକାର ବି ଅନୁସନ୍ଧାନ କରି ପୃଥ୍ୱୀରାଜ ହରିଚନ୍ଦନ କହିସାରିଲେଣି। କୌଣସି ଦାରୁ ଯାଇନି, ବ୍ରହ୍ମ ଯାଇନି। ଜଗନ୍ନାଥ ଆଉ ବଦନାମ କରା ନଯାଉ। ବିଶ୍ୱରେ ବଦନାମ କରିବା ପାଇଁ ଯୋଉ ଷଡ଼ଯନ୍ତ୍ର ମମତା ବାନାର୍ଜୀ ତୁମେ କରିଛ, ତାର ଜବାବ ଦେବେ ଜଗନ୍ନାଥ। ଆସନ୍ତା ନିର୍ବାଚନ ତୁମେ ବିଦାୟ ହେଇକି ଯିବ, ଅପେକ୍ଷା କର। 40% ବେଙ୍ଗଲୀ ଆସନ୍ତି ଜଗନ୍ନାଥ ଏଭ୍ରି ଡେ। ଆଲାଉ କିଏ କରିବନି? ମମତା ବାନାର୍ଜୀ ବନ୍ଦ କରିଦେବ? ଓଡ଼ିଆ ବେଙ୍ଗଲୀ ଭାଇ ଭାଇ, ଭଉଣୀ ଭାଇ ସମ୍ପର୍କ ଆମର। ଆମେ ଭାତକୁ ଭଲ ପାଏ, ସେ ଭାତକୁ ଭଲ ପାଆନ୍ତି। ଆମେ ମାଛକୁ ଭଲ ପାଏ, ସେ ମାଛକୁ ଭଲ ପାଆନ୍ତି। ଆମେ ଶାଗକୁ ଭଲ ପାଏ, ସେ ଶାଗକୁ ଭଲ ପାଆନ୍ତି। ଏବଂ ଆମେ ଜଗନ୍ନାଥଙ୍କୁ ଇଷ୍ଟ ଦେବତା ପୂଜା କରି ସିଏ କରନ୍ତି। ଏବଂ ଏକ୍ସଟ୍ରା ତାଙ୍କର ସମୁଦ୍ରକୁ ଆସି ଦୈନନ୍ଦିନ ଗାଧେଇ ସେ ଯେଉଁ ଉପଭୋଗ କରନ୍ତି, ରାଜ ଉପଭୋଗ କରନ୍ତି। ତେଣୁ ବେଙ୍ଗଲୀ ପୁରୀ ଛାଡ଼ିପାରିବେନି, ଜଗନ୍ନାଥକୁ ଛାଡ଼ିପାରିବେନି। ହଜାର ମମତା ଆସିକି ଯିବେ, ଧୂଳି ହେଇଯିବେ। ଆସନ୍ତା ଭୋଟରେ ଅପେକ୍ଷା କରନ୍ତୁ। ସେଠି ଆମେରିକାରେ ମୁଁ ଦେଖିଲି, କାଲିଫର୍ଣ୍ଣିଆ ଗୋଟେ ମନ୍ଦିର, ଖ୍ରୀଷ୍ଟିଆନ ଆଲାଉ, ମୁସଲମାନ ଆଲାଉ, ବୁଦ୍ଧିଷ୍ଟ ଆଲାଉ। ନାଇଁ 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 ନାଇଁ, ଆମର ପରମ୍ପରା ଆଗରୁ ରହିଛି। ଆମେ ବାହାରୁ ଦର୍ଶନ କରିବା। ସେଥିପାଇଁ ଜଗନ୍ନାଥ ନିଜେ ଆସନ୍ତି ରଥରେ। ଗୁଣ୍ଡିଚା ରଥ ଯୋଉ ହୁଏ, ସେ ଗୁଣ୍ଡିଚା ରଥରେ ସେ ଦେଖା ଦିଅନ୍ତି, ଲୋକଙ୍କୁ ଦର୍ଶନ ଦିଅନ୍ତି। ଏବଂ ଖାଲି ସେତିକି ନୁହଁ, ଏଇନା ମାସେ କାଳ ଆସିବେ, ନରେନ୍ଦ୍ର ପୋଖରୀରେ ଚନ୍ଦନ ଚାପ ଖେଳିବେ, ଲୋକଙ୍କୁ ଦର୍ଶନ ଦେବେ।
मंदिर को अलाउ परंपरा नहीं जो परंपरा कंटिन्यू करुचे आम करवा जगन्नाथ मर्यादा रखा विश्वर ठाकुर से जगन्नाथ तांको फ्रीडम दबा हे जगन्नाथ तमें विश्वर देवता सबु धर्म लोक दर्शन दियो एमती रथरे आसी दर्शन दियो एवं नरेंद्र पोखरी दर्शन दियो भल हम किसी किसी फाट हेनी बेंगली जगन्नाथ को छाड़ी पारे कि ओडिया छाड़ी पारे ओडिया बेंगली भाई भाई आम रहीचु रहीबु।